କୁଆ ଏବଂ କଳା ନାଗ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା। ସେହି ବର ଗଛରେ ଥିବା କୋରଡ଼ ମଧ୍ୟରେ ଏକ କୁଆ ଦମ୍ପତି ବାସ କରୁଥିଲେ। ଏହି ଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥିଲା। କିଛି ଦିନ ପରେ କୁଆଟି ତା''ର ବସାରେ ଡିମ୍ବ ଦେଲା। ଦୁଷ୍ଟ ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା''ର ଡିମ୍ବକୁ ନଷ୍ଟ କରିଦେଲା। ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା। ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତି ନ କରିବ କିଛି ଠିକ୍ କରିପାରିଲେ ନାହିଁ। ଏହି ବରଗଛ ପାଖରେ ଆଉ ଗୋଟିଏ ବରଗଛ ଥିଲା। ସେଠାରେ ଏକ ଶୃଗାଳ ବାସ କରୁଥିଲା। ଦିନେ କୁଆଟି ଅତ୍ୟନ୍ତ ଦୁଃଖରେ ତା''ର ମନ କଥା ଶୃଗାଳ ଆଗରେ ପ୍ରକାଶ କଲା। କହିଲା, ଶୃଗାଳ ଭାଇ, ତୁମେ ମୋର ବନ୍ଧୁ ପରି। କଳା ଗୋଖର ସାପଟି ମୋର ବସା ମଧ୍ୟକୁ ପ୍ରବେଶ କରି ମୋର ଛୁଆମାନଙ୍କୁ ମାରି ଖାଇ ଦେଉଛି। ତେଣୁ ମୁଁ କିପରି ଏହି ବିପଦରୁ ରକ୍ଷା ପାଇବି ତୁମେ ମୋତେ ଉପାୟ ଦିଅ। ସେ ଆମ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଛି। ଏଠାରେ ରହିବା ଆମ ପକ୍ଷେ କଷ୍ଟକର ହୋଇପଡ଼ିଲାଣି। କୁଆକୁ ଆଶ୍ୱାସନା ଦେବାକୁ ଯାଇ ଶୃଗାଳ କହିଲା, ଭାଇ, ଧୈର୍ଯ୍ୟ ହରାଅ ନାହିଁ। ଯେତେ ବଡ଼ ବିପଦ ଆସୁ ପଛକେ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡ଼ିବ। ବୁଦ୍ଧି ବଳରେ ଆମେ ସେହି ବିଷଧର ସର୍ପକୁ ମାରି ପାରିବା। ଯେତେ ବଳବାନ ଜନ୍ତୁ ହେଲେ ମଧ୍ୟ ବୁଦ୍ଧି ଦ୍ୱାରା ତାକୁ ପରାସ୍ତ କରାଯାଇପାରିବ। ଶୃଗାଳ ଭାଇର କଥା ଶୁଣି କୁଆ ମନେ ମନେ ଆଶ୍ୱସ୍ତ ହେଲା ଓ ଉପାୟଟି ନ ଜଣାଇବାକୁ କହିଲା। ଉତ୍ତରରେ ଶୃଗାଳ କହିଲା, ପ୍ରଥମେ ତୁମକୁ ଏକ ନଗରକୁ ଯିବାକୁ ହେବ। ଏହାପରେ ତୁମେ ଜଣେ ଧନୀ ବ୍ୟକ୍ତିଙ୍କ ଘରକୁ ଯିବ। ତୁମକୁ ଲକ୍ଷ୍ୟ କରିବାକୁ ହେବ, ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟମନସ୍କ ଥିବେ ତାଙ୍କ ବେକରୁ ହାରଟିକୁ ଝାମ୍ପି ଆଣିବାକୁ ପଡ଼ିବ। ଏହାପରେ ତୁମ ପଛରେ ନିଶ୍ଚୟ ଜଗୁଆଳିମାନେ ଧାଇଁବେ। ତୁମେ କିନ୍ତୁ ଧୀରେ ଧୀରେ ଉଡ଼ୁଥିବ। ଶେଷରେ ସେହି ହାରଟିକୁ ସାପ ରହୁଥିବା ଗାତରେ ପକାଇଦେବ। ଧନୀ ବ୍ୟକ୍ତିଙ୍କ ଜଗୁଆଳି ଏକଥାକୁ ଦେଖିପାରିବେ। ତେଣୁ ଗାତ ମଧ୍ୟରୁ ହାର ବାହାର କରିବା ସମୟରେ ଜଗୁଆଳିମାନେ ବିଷଧର ସର୍ପକୁ ଦେଖିଲେ ତାକୁ ନିଶ୍ଚୟ ଜୀବନରୁ ମାରିଦେବେ। ଶୃଗାଳର ଉପଦେଶ ଶୁଣିସାରିବା ପରେ କୁଆ ଦମ୍ପତି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବାହାରିଗଲେ। ଉଡ଼ି ଉଡ଼ି ଯାଉଥିବା ସମୟରେ ଏକ ହ୍ରଦ ମଧ୍ୟରେ ରାଣୀ ଅନ୍ତଃପୁରର ମହାରାଣୀ ଏବଂ ତାଙ୍କର ସହଚରୀମାନେ ସ୍ନାନ କରୁଥିବାର ଦେଖିବାକୁ ପାଇଲେ। ସ୍ନାନ ସମୟରେ ସେମାନେ ସୁନା ଏବଂ ମୋତି ଖଚିତ ରତ୍ନହାର ସହିତ ମୂଲ୍ୟବାନ ପୋଷାକ ଗୁଡ଼ିକୁ ହ୍ରଦର ପାହାଚ ଉପରେ ରଖିଥାନ୍ତି। ମା କୁଆଟି ସୁଯୋଗ ଦେଖି ଏକ ମୋତି ମାଳା ଉଠାଇ ଆଣି ଉଡ଼ିବାକୁ ଲାଗିଲା। ମହାରାଣୀଙ୍କର ଅଙ୍ଗରକ୍ଷୀମାନେ ଏହା ଦେଖିବା ମାତ୍ରକେ ଠେଙ୍ଗା ବାଡ଼ି ଅସ୍ତ୍ରଶସ୍ତ୍ର ଧରି କୁଆର ପଛେ ପଛେ ଧାଇଁଲେ। ଶେଷରେ କୁଆଟି ମୋତି ମାଳାଟିକୁ ସାପ ରହୁଥିବା ଗଛର ଗାତ ମୂଳରେ ପକାଇଦେଲା। ରାଜାଙ୍କ ଅଙ୍ଗରକ୍ଷୀ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଗାତ ମଧ୍ୟରୁ ମୋତି ମାଳାଟିକୁ ବାହାର କରିବାକୁ ଉଦ୍ୟମ କରନ୍ତେ ଦେଖିଲେ ଏକ ବିଷଧର ସର୍ପ। ଶେଷରେ ସେମାନେ ଧରିଥିବା ବାଡ଼ି ସାହାଯ୍ୟରେ ସାପକୁ ମାରି ରତ୍ନମାଳାଟିକୁ ପାଇବା ପରେ ମହାରାଣୀଙ୍କ ନିକଟକୁ ଫେରିଗଲେ। ସାପର ମୃତ୍ୟୁ ପରେ କୁଆ ଦମ୍ପତି ଆନନ୍ଦରେ ବରଗଛରେ ବାସ କଲେ। ଏହି ଗପରେ ଆମେ ଦେଖିଲେ ଯେ, ଶରୀରର ବଳ ଅପେକ୍ଷା ବୁଦ୍ଧିର ବଳ ହିଁ ଅଧିକ। ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ।